ଏବେ ପ୍ରତି ଗ୍ରାମରେ ମିନି ରାଇସ୍ ମିଲ୍ ଚାହିଦା ବହୁତ ମାତ୍ରାରେ ବଢ଼ିଯାଇଛି। ଏବେ ପ୍ରତି ଗାଁରେ 2ରୁ 3 ରାଇସ୍ ମିଲ୍ ନିଶ୍ଚିତ ଥିବ ଏବଂ ଆପଣମାନେ ମଧ୍ୟ କିଣିବାକୁ ଚାହୁଁଥିବେ ଏବଂ କିଣି ମଧ୍ୟ ସାରିଥିବେ। ତ ଇଏ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ, କାହିଁକିନା ଇଏ ଭିଡ଼ିଓ ଆପଣଙ୍କ ପାଇଁ ନିହାତି ଜରୁରୀ। ଠିକ୍ ଅଛି। ଜଣେ ଭାଇ ମୋତେ କମେଣ୍ଟ କରିଛନ୍ତି କି ତାଙ୍କର ଯେଉଁ ମିନି ରାଇସ୍ ମିଲ୍ ଅଛି ତାଙ୍କର ବାରମ୍ବାର ଜାମ୍ ହେଉଛି। ଠିକ୍ ଅଛି। ତ ସେଥିପାଇଁ ଆଜି ଏ ଭିଡ଼ିଓ କରୁଛି। ଠିକ୍ ଅଛି। ପ୍ରକୃତରେ ଯଦି ଆପଣଙ୍କ ମିନି ରାଇସ୍ ମିଲ୍ ଜାମ୍ ହେଉଛି, ମିନି ରାଇସ୍ ମିଲ୍ ଜାମ୍ ପାଇଁ ଅନେକ କାରଣ ଯୋଗୁଁ ଆପଣଙ୍କ ମିନି ରାଇସ୍ ମିଲ୍ ଜାମ୍ ହୋଇଥାଏ। ଠିକ୍ ଅଛି। ପ୍ରଥମ କାରଣ ହେଲା ଆପଣଙ୍କର ଯଦି କରେଣ୍ଟଟା 180ରୁ 160 କିମ୍ବା 170 ରୁହେ, ତ ଆପଣଙ୍କର ମେସିନ୍ ଜାମ୍ ହେବା ସହିତ ଆପଣଙ୍କୁ ପେଶିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ସେକେଣ୍ଡ କାରଣ ହେଲା ଯଦି ଆପଣଙ୍କର ଜାଲି 0.7 କିମ୍ବା 0.8 ଜାଲି ପକାଇଛନ୍ତି, ତ ଆପଣଙ୍କର ମିନି ରାଇସ୍ ମିଲ୍ ଜାମ୍ ହେବ ନିଶ୍ଚିନ୍ତ। ଠିକ୍ ଅଛି। ଏବଂ ଥାର୍ଡ଼ କାରଣ ହେଲା ଯଦି ଆପଣଙ୍କର ଜାଲିକି ବହୁତ ବାର ରିପେୟାରିଂ କରିଛନ୍ତି, ଠିକ୍ ଅଛି, ତା ପାଇଁ ମଧ୍ୟ ଆପଣଙ୍କର ମିନି ରାଇସ୍ ମିଲ୍ ଜାମ୍ ହେବ। ଠିକ୍ ଅଛି। ଆପଣ ନିଶ୍ଚିତ ଦେଖିବେ କି କ'ଣ ପାଇଁ ପ୍ରକୃତିରେ ଜାମ୍ ହେଉଛି। ଯଦି ଆପଣଙ୍କ କରେଣ୍ଟ କମ୍ ଅଛି ତେବେ ଦୋର ପକାନ୍ତୁ। ଠିକ୍ ଅଛି। ଯଦି କରେଣ୍ଟ କମ୍ ଥିବ ତେବେ ଦୋର ପକାନ୍ତୁ। ଏବଂ ଯଦି ଆପଣଙ୍କର ଜାଲି 0.7 କିମ୍ବା 0.8 ଆଣିଛନ୍ତି, ତ 1.2 କିମ୍ବା 1.3 ପକାନ୍ତୁ। ଆପଣଙ୍କର ଏଇ ଯେଉଁ ଛୋଟ ପ୍ରୋବ୍ଲେମ୍ ସଲ୍ଭ ହୋଇଯିବ। ଠିକ୍ ଅଛି। ଏବଂ ଆପଣଙ୍କ ମିନି ରାଇସ୍ ମିଲ୍ ଯଦି କୌଣସି ବି ପ୍ରୋବ୍ଲେମ୍ ହେଉଛି, ତ ଆପଣ କମେଣ୍ଟ ମାଧ୍ୟମରେ କମେଣ୍ଟ କରିପାରିବେ। ତ ମୁଁ ନିଶ୍ଚିନ୍ତ ଆପଣଙ୍କର ପ୍ରୋବ୍ଲେମ୍କୁ ସଲ୍ଭ କରିବାକୁ ଚେଷ୍ଟା କରିବି। ତ ଇଏ ହେଉଛି ମୋର ମିନି ରାଇସ୍ ମିଲ୍। ଆଉ ଯଦି ମିନି ରାଇସ୍ ମିଲ୍ରେ ଆପଣଙ୍କ ଧାନ ବି ଜାମ୍ ହେଉଛି, ବାରମ୍ବାର ଜାମ୍ ହେଉଛି, ତ ଆପଣ ଚଲେଇବା ସମୟରେ ଲିଭରକୁ ସବୁବେଳେ ଅପ୍ ଡାଉନ୍ କରନ୍ତୁ। ଠିକ୍ ଅଛି। ଏ ପ୍ରୋବ୍ଲେମ୍ ମଧ୍ୟ ଆପଣଙ୍କର ସଲ୍ଭ ହୋଇପାରେ। ସବୁବେଳେ ପାଇଁ ଅପ୍ ଡାଉନ୍ କରିବେ ଲିଭରକୁ, ତ ଆପଣଙ୍କର ଏଇ ପ୍ରୋବ୍ଲେମ୍ ବି ସଲ୍ଭ ହୋଇଯିବ। ଠିକ୍ ଅଛି। ଆଉ ଯଦି ନ ହେଉଛି ତେବେ ଦୋର ପକାଇବାକୁ ଚେଷ୍ଟା କରନ୍ତୁ ଧାନକୁ। ନିଶ୍ଚିନ୍ତ ଏଇ ଛୋଟ ପ୍ରୋବ୍ଲେମ୍ ସଲ୍ଭ ହେବ। ଠିକ୍ ଅଛି। ଯଦି ଜାଲି ଆପଣଙ୍କର ଛୋଟ ଆଣିଛନ୍ତି, ମାନେ 1.3, ଅରିଜିନାଲ୍ ଯେତେବେଳେ ପଡ଼ିଥିବ ମେସିନ୍ ଆଣିଥିବେ 1.3 ପଡ଼ିଥିବ, ଇଏ ହେଲା 1.0 ଦେଖିପାରୁଥିବେ, 1.0। ଆଉ ଯଦି 0.7 କିମ୍ବା 0.8 ଜାଲି ଆଣିଥିବେ, ତେବେ ଆପଣଙ୍କୁ ବହୁତ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ, କାହିଁକିନା ବହୁତ ଜାମ୍ ହେବାର ସମ୍ଭାବନା ବହୁତ ଅଧିକ ଅଛି। ଠିକ୍ ଅଛି। ଏବଂ କରେଣ୍ଟ କମ୍ ଥିଲେ ମଧ୍ୟ ଜାମ୍ ହେବାର ସମ୍ଭାବନା ଅଛି। ଏବଂ ଆପଣଙ୍କର ଯଦି କହିନଥିଲି, ଆପଣଙ୍କର ଯଦି ସାଫ୍ଟ ଯଦି ମଧ୍ୟ ଖାଇଯାଇଥିବ, ଏଇଟା ଯଦି ଖାଇଯାଇଥିବ, ତ ପ୍ରଡ଼କ୍ସନ୍ କମିବା ସହିତ ଆପଣଙ୍କର କଳ ମଧ୍ୟ ବାରମ୍ବାର ଜାମ୍ ହେବ ଏବଂ ଆପଣଙ୍କୁ ବିରକ୍ତ ମଧ୍ୟ ଲାଗିବ, ଯାହାକି ଆପଣଙ୍କର ବିଜନେସ୍କୁ ହିଁ ପୁରା ବନ୍ଦ କରିଦେଇପାରେ। ବିଜନେସ୍ ପୁରା ବନ୍ଦ ହୋଇଯାଇପାରେ। ଠିକ୍ ଅଛି। ସେଥିପାଇଁ ଆପଣଙ୍କୁ ଦେଖିବାକୁ ପଡ଼ିବ ପ୍ରଥମରେ କ'ଣ ପାଇଁ ପ୍ରକୃତରେ ପ୍ରୋବ୍ଲେମ୍ ହେଇଛି। ପ୍ରଥମେ ଆପଣ ଜାଲି ଖୋଲନ୍ତୁ, ଜାଲି ଦେଖନ୍ତୁ କେଉଁ ପ୍ରକାର କେତେ ନମ୍ବରର ଜାଲି ଆପଣ ଲଗାଇଛନ୍ତି। ଠିକ୍ ଅଛି। ପ୍ରଥମେ ଜାଲି ଦେଖନ୍ତୁ। ଠିକ୍ ଅଛି। ଏବଂ ତାପରେ କରେଣ୍ଟ ଦେଖନ୍ତୁ, ନଚେତ୍ ଆପଣଙ୍କୁ ସାଫ୍ଟ ଦେଖନ୍ତୁ। ଠିକ୍ ଅଛି। ଏଇ 4-5 କାରଣ ପାଇଁ ଆପଣଙ୍କର ଧାନ ବାରମ୍ବାର ଜାମ୍ ହେଉଛି। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟା ନିଶ୍ଚିନ୍ତ ଭଲ ଲାଗିଥିବ। ଭିଡ଼ିଓଟା ଯଦି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ସାଙ୍ଗସାଥି ସେୟାର କରନ୍ତୁ। ଠିକ୍ ଅଛି। ଏବଂ ଆପଣ ଯଦି ଦେଖୁଛନ୍ତି ଏ ଭିଡ଼ିଓକୁ, ତେବେ ଆପଣଙ୍କର ସାଙ୍ଗସାଥିକି ନିଶ୍ଚିନ୍ତ ସେୟାର କରନ୍ତୁ, କାହିଁକିନା ବହୁତ ଗାଁରେ ଅଛନ୍ତି କି ଭିଡ଼ିଓ ଦେଖିପାରୁନାହାନ୍ତି। ଠିକ୍ ଅଛି। ସେମାନଙ୍କୁ ସେୟାର ନିଶ୍ଚିନ୍ତ କରନ୍ତୁ ଭିଡ଼ିଓକୁ। ଠିକ୍ ଅଛି। ଏ ବାକି ରହିଲା ମୋର ଏଇ ଛୋଟ ବିଜନେସ୍। ଆପଣଙ୍କୁ କେମିତି ଲାଗୁଛି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ କମେଣ୍ଟଟେ କରିଦେବେ। ଆଜି ପାଇଁ ଏତିକି। ରହୁଛି। ଜୟ ହିନ୍ଦ।